ଅନ୍ଧାର ଘୋଟି ସାରିଥିଲା। କାହିଁକିନା ଆମେ ଘରୁ ବାହାରିଲା ବେଳକୁ 7ଟା ପରେ ହେଇଯାଇଥିଲା। 5ଟାରେ ଯିବାର ଯୋଜନା ରଖିଥିଲେ ବି ଘରୁ ବାହାରୁ ବାହାରୁ ହିଁ 7ଟା ବାଜି ଯାଇଥିଲା। କାହିଁକିନା ପରଦିନ ଦୁଇ ପିଲା ଯାକ ଛୁଟି ନେଇଥିଲେ। ଲାଗେ ଲାଗେ 2 ଦିନ ଛୁଟି ମାସ ଆରମ୍ଭରୁ କମ୍ପାନୀ ଚାକିରିରେ ମିଳିବା କଷ୍ଟକର। ପୁଣି ଆଗକୁ କାଳେ କ'ଣ ସୁବିଧା ଅସୁବିଧା ଥିବ। ତେଣୁ ଆମେ ଯୋଜନା କରିଥିଲୁ ସନ୍ଧ୍ୟାରେ ବାହାରି ଯିବା, ପରଦିନଟା ଛୁଟି ନେବେ। ହେଲେ ଘରକୁ ଆସିଲା ବେଳକୁ ଏତେ ଡେରି। ଭୋକ ଶୋଷରେ ବାହାରି ଗଲୁ। ଆଉ ବାଟରେ କ'ଣ ହେଲା ଦେଖନ୍ତୁ। ବାଟରେ ଆମେ ଖାଇବାର ଯୋଜନା ନଥିଲା, କିନ୍ତୁ ପିଲାଙ୍କର ଦାବିରୁ ଆମେ କିଛି ପାର୍ସଲ ନେଇଯିବୁ ଆଉ ଖାଇ ଖାଇଯିବୁ ବୋଲି ପ୍ଲାନ୍ କରିଥିଲୁ। ସେଇ ହିସାବରେ ଆସିଲା ଟଙ୍କିକିଆ ବରା। ଆପଣ ଯିବେ ଖାଇକି ଦେଖିବେ, ବଢିଆ ଲାଗିବ। ଏଇଟା ଟଙ୍କିକିଆ ବରା ଆପଣ ଦେଖିପାରୁଛନ୍ତି। ଏଠାରେ ଏଡ଼ିକି ଏଡ଼ିକି ବରା ହେଇଛି। ଟେଷ୍ଟ ବି ବଢିଆ। ଜଣକା କେତେଟା ଲେଖା ଖାଇପାରିବ? ଜଣକା 30-40 ଲେଖା। ଦେଖି 3ଟା ଖାଇଲୁ। 3ଟା ଦେଖି ତ ମୁହଁଟା। କଥା ଥିଲା ଯେ ସମସ୍ତେ ଓହ୍ଲେଇଲେ ବହୁତ ସମୟ ଯିବ। ଜଣେ ଓହ୍ଲେଇକିରି 2 ଗାଡ଼ି ପାଇଁ ନେଇ ଆସିବ ଖାଇବା, ପଛ ଗାଡ଼ିକୁ ଆମେ ଅଟକେଇକି ପାର୍ସଲ ଦେଇଦେବା। ହେଲେ ଆମେ ସେଠି ଖାଇବାରେ ଏତେ ମଜିଗଲୁ, ଆମେ ଅଧା ଖିଆ ହେଇଛୁ, ଆସିକି ପଛ ଗାଡ଼ି ବି ପହଞ୍ଚିଗଲା। ପ୍ରକୃତରେ ଭାରି ସୁଆଦ ଲାଗୁଥିଲା। ଟଙ୍କିକିଆ ବରା ଆଉ 2 ଟଙ୍କିଆ ଆଳୁଚପ, 3 ଟଙ୍କିଆ ବାଇଗଣୀ ବୋଧେ ଏମିତି କ'ଣ ମନଟା ତା, କିନ୍ତୁ ଭିତରେ ବ୍ୟସ୍ତ ରହୁଥିଲା ଡେରି ପାଇଁ। ହେଲେ ବି ସବୁ ଛୁଆ ଓହ୍ଲେଇକି 2 ଖଣ୍ଡ ଗାଡ଼ି ଅଟକି ଗଲା ମାନେ ସେଠି ଯେମିତି ହେଲେ ଅଧଘଣ୍ଟେ ସମୟ ବିତିଲା। କିଏ କହିଲା ପାସ୍ ଯିବି, କିଏ କହିଲା ଏଟା ଖାଇବି, କିଏ କହିଲା ସେଟା ଖାଇବି। ଯାହା ବି ହେଉ ଆଗକୁ ଜଙ୍ଗଲ, ଆପଣମାନେ ଜାଣିଛନ୍ତି କପିଳାସ ରୋଡ଼ ଆମେ ଟାଙ୍ଗି ପାଖରୁ ବାଙ୍କିକି ଯିବୁ, ସେଇପଟେ ଯାଇକି ମନ୍ଦାର ପାଖରୁ ସିଆଡ଼ିକି ଯିବୁ ଆମେ ଭୁବନ। ଏଇଆ ତ ବାଟ, ସବୁବେଳେ ଆମେ ଏବେ ସେଇ ବାଟେ ଯାଉ। ସେ ବରା ଦୋକାନରେ ଏମିତି ଖାଇଲେ ଯେ ସମସ୍ତେ ଓହ୍ଲେଇକିରି ହସିବେ ଆପଣମାନେ ଶୁଣିଲେ। ତା ଜାଗା ପୁରା ଖାଲି ହେଇଗଲା। ସିଏ କହିଲା ମୁଁ ଆଉ ବାଇଗଣୀ କରିଦେବି। ଆମେ କହିଲୁ ନାଇଁ ଯାହା ଅଛି ଦେଇଦିଅ, ଆମେ ଖାଇକିରି ଯାଉଁ ଭାରି। ସେଠୁ ଗାଡ଼ି ଛାଡ଼ିଲୁ। ହଁ, ସେଇ ଦୋକାନୀ ବି ନିଜେ କହିଲେ ଆଜ୍ଞା 10ଟା ଯଦି ବାଜିଯିବ ସେ ରୋଡ଼ରେ ଆଉ ଗାଡ଼ି ଛାଡ଼ିବେନି। ଆମେ ସେଠୁ ଜାଣିପାରିଲୁ ଯେ 10ଟା ପରେ ସେ ବାଟରେ ଆଉ ଗୋଟେ ବି ଗାଡ଼ି ଯାଉନଥିବ। ତେଣୁ ଆମେ ଶୀଘ୍ର କେମିତି ପଳେଇବୁ। ଯାହା ହଉ ସେ ଖିଆପିଆ ସାରିକି ଆମେ ଯାଇ ଜଙ୍ଗଲ ରାସ୍ତା ଧରିଲୁ। ସେ ଜଙ୍ଗଲ ରାସ୍ତାରେ ଆପଣମାନେ କେବେ ଯଦି ଆଗରୁ ଯାଇଥିବେ ମୋ କଥାର ସତ୍ୟତା ଅନୁଭବ କରିବେ। 2 ପାଖରେ ଘଞ୍ଚ ଜଙ୍ଗଲ। ଆମେ ତ ଥରେ ଆଶ୍ରମ ଯିବାବେଳେ 4-5ଟା ହାତୀ ବି ଦେଖିଥିଲୁ। ସେ କଥା ଆଉ କେବେ କହିବି। ମୋ ନାତି ବହୁତ ଛୋଟ ହେଇଥିଲା। ସିଏ ଆଡ଼େ ହାତୀ ଦେଖିବାକୁ ଆଗ୍ରହ କରୁଥାଏ, ଇଆଡ଼େ ଡରୁଥାଏ। ସିଏ ଗୋଟେ କଥା, ଅଲଗା କଥା। ଆଜି କିନ୍ତୁ 2 ଖଣ୍ଡ ଗାଡ଼ି, ବହୁତ ଛୋଟ ଛୁଆ ଥିଲେ। ସେଥର କେବଳ ଏଇ ନାତିଟି ଥିଲା, ଝିଅର ପୁଅ। ଆଉ ପୁଣି ଏମାନେ ଗଲେ ଗୁଲୁରିକୁ ଆଣିଲେ, ତା ପୁଅକୁ ଆଣିଲେ ତା ଘରୁ। ସବୁ ଯାହା ବି ହେଉ ସେ ଜଙ୍ଗଲ ରାସ୍ତା କେମିତି ଭଲରେ ପାସ୍ ହେଇଯିବ ମୁଁ ଠାକୁରଙ୍କୁ ଡାକୁଥାଏ। ସବୁବେଳେ ତ ଆଶ୍ରମ ଆମର ଯିବା ଆସିବା ଚାଲିଛି। ଜୀବନରେ କେବେ ଆଶ୍ରମ ବାଟରେ ଆମେ ହଇରାଣ ହେଇନୁ। କିନ୍ତୁ ଠିକ୍ ଜଙ୍ଗଲ ପାର ହେଲା ପରେ ଇଏ କ'ଣ ହେଲା, ଗାଡ଼ିର ଚକ ପମ୍ପଚର ନୁହେଁ ତ ଏକଦମ ଫାଟିଗଲା। ଏମିତି ଫାଟିଲା ଆମେ ପୁରା ଭୟଭୀତ ହେଇଗଲୁ। ମୁଁ ଗୁଲୁରିକି ଫୋନ୍ କରି କହୁଥିଲି, ମୁଁ ଆଶ୍ରମ ଆଉ ଅଳ୍ପ ବାଟ, ପିଲାଙ୍କୁ ସବୁ ଗରମ ପୋଷାକ ପିନ୍ଧେଇ ଦେ, ଆମେ ଓହ୍ଲେଇ ପଡ଼ିକି ସିଧା ଯିବା, ଆଗେ ଖାଇଦେବା, କାହିଁକିନା ଆମକୁ ପ୍ରସାଦ ପାଇଁ ଅପେକ୍ଷା କରିଥିବେ ବୋଲି ବୁଢ଼ା ଭାଇ କହିଥିଲେ। ଗାଡ଼ି ପୁରା ସାଇଜ ଠିକ୍। ମୁଁ ତ ବାକି ଲାଇନ୍ରେ ଥିଲି ବା। ମୁଁ ଲାଇନ୍ରେ ଥିଲା, ମୋ ଶୁଭିଲା ଖଡ଼ଖାଡ଼ ହେଇଗଲା। ବହୁତ ଗୁଲା ଲିକ୍ ହେଇଗଲା। ଗାଡ଼ି ତ ସବୁ ଆଗ ପଛ ହେଇକି ଯାଉଥିଲା। ପଛ ଗାଡ଼ି ରହିଲା। ଚୁଙ୍ଗା ବାବାଇ ସାଙ୍ଗେ ସାଙ୍ଗେ ଓହ୍ଲେଇ ପଡ଼ିକି ଗାଡ଼ି ଚକା ସଜାଡ଼ିବାକୁ ଲାଗି ପଡ଼ିଲେ। ହେଲେ ଭାରି ଭୟଙ୍କର ଭାବରେ ଗାଡ଼ି ପମ୍ପଚର ହେଲା। ସେ ଇଏ ଗପ କହିଲା ଭଳିଆ ସବୁବେଳେ କହିଛି ଆଶ୍ରମ ଗଲାବେଳେ ଯାହା ବିପଦ ହେଇଥିଲା ଆମ ଅବସ୍ଥା ସାଂଘାତିକ ହେଇଥାନ୍ତା। ଅନୁଭବ କରିଛି। ମୁଁ ତ ମୋ ଜୀବନର ଏକମାତ୍ର ସାଧନା ଯେ ମୁଁ ସବୁବେଳେ ଭାବିବି ଯେ ମୋ ସହିତ ଠାକୁରେ ଅଛନ୍ତି ବା ଜଗନ୍ନାଥ ଅଛନ୍ତି ବା ଗୋଟେ ଶକ୍ତି ଅଛି। ଏଇଟା ହିଁ ମୋର ସବୁଠୁ ବଡ଼ ଉପଲବ୍ଧି। କେମିତି ମୁଁ ପ୍ରତି ମୁହୂର୍ତ୍ତରେ ଏଇ ଜ୍ଞାନ ମୋର ରହିବ, ସେଇଟା ହିଁ ମୁଁ ସବୁବେଳେ ଚିନ୍ତା କରେ। ଆଉ ଗାଡ଼ି ଯେତେବେଳେ ପମ୍ପଚର ହେଇଗଲା, ଷ୍ଟେପିନ୍ ଥିଲା, ହେଲେ ଆମେ ପମ୍ପଚର ହେବ ବୋଲି ଆଶା କରିନଥିଲୁ। ଆମେ ସେଠି ଛିଡ଼ା ହେଇଛୁ, ଘନ ଘର ଅନ୍ଧକାର, କିନ୍ତୁ ପ୍ରକୃତ ଜଙ୍ଗଲଟା ପାର ହେଇଯାଇଛି। ସଡ଼ିଙ୍ଗି ଯେଉଁ ଆମର ହେଇନି ମଗଜ ଲଡ଼ୁ ଟ୍ୟାଗ ହେଇଛି, ଏବେ ପାଇଛି ଇଏ ମାନ୍ୟତା ପାଇଛି। ସେଇ ଗାଁ ଆଉ ଅଳ୍ପ ବାଟ ଥିଲା, ଆମ ଗାଡ଼ି ପମ୍ପଚର ହେଇଗଲା। ଠିକ୍ ଏତିକି ବେଳକୁ ଗୋଟେ ଇନୋଭା ଗାଡ଼ି ବୁଲିକିରି ସେ ଆମ ଆଡ଼ିକି ଆସିଲା। ଆଜିକାଲି ତ ସବୁ କଥାଟାକୁ ଭଲରେ ନେଇ ହେଉନି ନା।
କିନ୍ତୁ ଦେଖନ୍ତୁ କ'ଣ ପୁଣି ଘଟିଲା। ଆପଣଙ୍କ ଘର କ'ଣ ଏଇ ପାଖରେ? ଭୁବନ। ଆମେ ଯାହା ହଉ ଆପଣଙ୍କୁ ବହୁତ ଧନ୍ୟବାଦ। ଆମେ ଆଶ୍ରମକୁ ଯାଉଛୁ। ଠାକୁରେ ଅଛନ୍ତି ଯୋଉ କିଛି ଝିଅ ବୋହୂ ଛୋଟ ପିଲାଙ୍କୁ ଆମେ ପଛ ଗାଡ଼ିରେ ବସେଇ ଦେଇଥିଲୁ। ଆମେ 2 ଜଣ ଆଉ 2 ପୁଅ ଲାଗିକି ଆମେ ଗାଡ଼ି କାମ କରିଥିଲୁ। ଗାଡ଼ିଟି ଯେତେବେଳେ ଆମ ଆଡ଼କୁ ବୁଲି ଆଇଲା, ଏଡ଼େ ବଡ଼ ଗାଡ଼ିଟେ ଆଗକୁ ଯାଉଥିଲା, ବୁଲିକିରି ଆସିଲା, ଟିକେ ତ ଶଙ୍କା ଲାଗିଲା ନିଶ୍ଚୟ। କିନ୍ତୁ ସେ ଦେଖନ୍ତୁ ପହଞ୍ଚିକି ଆମକୁ ସେ କିଭଳି ସାହାଯ୍ୟ କଲେ, ଆଉ ସେ ଆମ ଆଶ୍ରମ ସହିତ ବି ସଂଶ୍ଳିଷ୍ଟ ଥିଲେ। ଏଇଭଳି ଘଟଣାମାନଙ୍କରେ ହିଁ ମୁଁ ପ୍ରତି ମୁହୂର୍ତ୍ତରେ ଅନୁଭବ କରେ ଯେ ଯେତେବେଳେ ମୁଁ ଭୟଭୀତ ହୁଏ, ମୋତେ ଲାଗେ ଯେ କ'ଣ ଗୋଟେ ଅସୁବିଧା ଆସିଗଲା ଆମ ସାମ୍ନାକୁ, ସେତେବେଳେ ମୁଁ ଯେଉଁ ପ୍ରକାର ବି ହେଉ ବାବାଙ୍କର ଉପସ୍ଥିତି ବା ଠାକୁରଙ୍କର ଉପସ୍ଥିତି ବା ମୋ ମନଟା ଯେଉଁ ଟିକେ ଦୁର୍ବଳ ହୋଇଥାଏ ତାକୁ ଦୃଢ଼ କରିବା ପାଇଁ କିଛି ଗୋଟେ ସଂକେତ ମୁଁ ପାଇଯାଏ। ଏ ପୁଅ ଜଣକ ଆସିକି ଆମକୁ ପୁରା ସାହାଯ୍ୟ କଲେ, ଆପଣମାନେ ତ ଦେଖିପାରୁଥିବେ। ଆଉ ସାହାଯ୍ୟ ତ କେବଳ କଲେନି, ସବୁଠୁ ଆଶ୍ଚର୍ଯ୍ୟ ଲାଗିଲା ଯେ ସିଏ ଆଶ୍ରମ ସହିତ ବି ସଂଶ୍ଳିଷ୍ଟ ଥିଲେ। ଆଉ ପୁରା ଯେମିତି ଆମକୁ କହନ୍ତିନି, ଆମକୁ ପୁରା ଜଗି ଜଗି ଭୁବନ ପର୍ଯ୍ୟନ୍ତ ସିଏ ଗଲେ। ତାଙ୍କ ନିଜ ଗାଁ ବି ଭୁବନ, ସେ ତ କେତେବେଳୁ ଯାଇ ଭୁବନରେ ପହଞ୍ଚି ସାରନ୍ତେଣି। ସେଠି ଆମ ପାଖରେ ଅତି କମ୍ରେ 20 ମିନିଟ୍ ସେ ରହିଲେ, ପୁରା ଆମ ସାଙ୍ଗରେ ଗଲେ। ବାଟରେ ସେ ଯିବାବେଳେ କ'ଣ କଲେ ନା ଆମର ଯେଉଁ ଆଶ୍ରମକୁ ଫୋନ୍ କରିଦେଲେ ଯେ ଏମିତି ଭୁବନେଶ୍ୱରରୁ ଯିଏ ଆସୁଥିଲେ ତାଙ୍କର ଗାଡ଼ି ବାଟରେ ପଙ୍କଚର୍ ହେଇଥିଲା। ମୁଁ ମନେ ମନେ ଭାରି ସଙ୍କୁଚିତ ହେଉଥିଲି, କାହିଁକିନା ମୁଁ ଯେତେବେଳେ କହିଲି ଯେ ଆମେ ବାହାରେ ଖାଇଦେଇକି ପଳେଇବୁ, ଆମ ଆଶ୍ରମର ଯିଏ ବଡ଼ ଭାଇ, ଯିଏ ବର୍ତ୍ତମାନ ମା ତ ଅଧ୍ୟକ୍ଷା ଅଛନ୍ତି, ଯିଏ ବର୍ତ୍ତମାନ ମୁଖ୍ୟ ବ୍ରହ୍ମଚାରୀ, ସିଏ କହିଲେ ଆରେ ବାହାରେ କାହିଁକି ତୁମେ ଖାଇବ ଆଶ୍ରମ ପ୍ରସାଦ ନ ପାଇକି? ମୁଁ କହିଲି ପ୍ରସାଦ ତ ପାଇବାକୁ ଇଚ୍ଛା ଯେ ଏତେ ରାତିରେ ଆପଣମାନେ ହଇରାଣ ହେବେ ନା, ନାଇଁ ତମେ ଯାହାହେଲେ ତ ସେଇ 9:30 10ଟା 10:30 ମ୍ୟାକ୍ସିମମ୍ ପହଞ୍ଚିବ, ମୁଁ ଅପେକ୍ଷା କରିଥିବି, ତୁମେ ଆସି ଏଇଠି ଖାଇବ। ଆମେ 10:30 ବୋଲି 11:30 ପରେ ହେଇଗଲା। ମୋତେ ଭାରି କଷ୍ଟ ଲାଗୁଥିଲା ଯେ ଭାଇ ତ ନିଶ୍ଚୟ କହିଛନ୍ତି ମାନେ ସେ ଅପେକ୍ଷା କରିଥିବେ ଖାଇବା ପିଇବା ପାଇଁ ଆମର। କିନ୍ତୁ କେତେ ଖରାପ କଥା, ରାତି ପାଇଲେ ଗୋଟେ ଫଙ୍କସନ୍ ଅଛି, ସେଠି ତ ପ୍ରାୟ 3ଟା ରାତିରୁ ପୁଣି ସମସ୍ତେ ଉଠି ପଡ଼ନ୍ତି। ଆମେ ଏତେ ରାତିରେ ଯାଇ କାମ ଲଗେଇବୁ, କିନ୍ତୁ କ'ଣ କହିବି ତାଙ୍କୁ? ଇଆଡ଼େ ପଙ୍କଚର୍ କଥା କହିଲେ ମା ବ୍ୟସ୍ତ ହେବେ। ମୁଁ ଏଇଆ ଭାବିଲା ବେଳକୁ ସେ ପୁଅ କ'ଣ କରିଛନ୍ତି, ଫୋନ୍ କରିକି ଆମ ଆଶ୍ରମକୁ ଜଣାଇ ଦେଇଛନ୍ତି ଯେ ଆମର ଏମିତି ଗାଡ଼ି ପଙ୍କଚର୍ ହେଇଯାଇଛି। ତାପରେ ତ ଗାଡ଼ି ଠିକ୍ଠାକ୍ ହେଲା, ଆମେ ସେଠି ବାହାରିକିରି ଗଲୁ। ମୁଁ ପିଲାମାନଙ୍କୁ ସେଇ କଥା କହିଲି। ଆଗରୁ ଥରେ ବାପା ମୁଁ ଯେତେବେଳେ ଆମେ ସ୍କୁଟରରେ ଯିବା ଆସିବା କରୁଥିଲୁ, ଆମ ସ୍କୁଟର ଥରେ ପଙ୍କଚର୍ ହେଇଥିଲା। ଆପଣ କହିଲେ ବିଶ୍ୱାସ କରିବେନି, ଠିକ୍ ଗୋଟେ ଟାୟାର ମାନେ ଯେଉଁଠି ହେବ ସଜାଡ଼ି ହେବ ସେଇ ଦୋକାନ ଆଗରେ ହିଁ ପଙ୍କଚର୍ ହେଇଥିଲା। ଆମେ ଯାଇ ଭୁବନରେ ପହଞ୍ଚିଗଲୁ। ଇଏ କହିଲେ ମୋ ପାଟି ଭାରି ଆମ୍ବିଳା ଲାଗିଲାଣି, ପାନ ସବୁ ସରିଯାଇଛି। ଯାହା ହଉ ଗୋଟେ ପାନ ଦୋକାନ ଖୋଲା ଥିଲା, ଆମେ ସେଠୁ ପାନ ଭାଙ୍ଗିଲୁ। ଏଇଠୁ ଆମର 3.5-4 କିଲୋମିଟର ହେବ ଆଶ୍ରମ। ଏଇଠି ଦେଖନ୍ତୁ ବି ଲେଖା ହେଇଛି ଅଭିନନ୍ଦନ ଭୁବନ। ଏବେ ତ ସବୁ ଜାଗାର ସଜାସଜିଟା ଭାରି ଜୋର ଦିଆଯାଉଛି। ପିପିଲି ବାଟରେ ବି କେମିତି ହେଇଛି ଆପଣମାନେ ଦେଖିଥିବେ, ସବୁ ଜାଗାରେ ହେଉଛି। ଏଇଟା ଭୁବନର ପଶିଲୁ ତ ସେଥିପାଇଁ କରିଦେଲି। କିନ୍ତୁ ମୋ ମନଟା ବହୁତ ଆନମନା ଥିଲା ଯେ ଠାକୁରେ ଯାହା ହଉ ପିଲାଙ୍କ ସାଙ୍ଗରେ ଯାଉଥିବା ବେଳେ ପୁଣି ଗୋଟେ ଅସୁବିଧାରେ ପକେଇ ପୁଣି ଗୋଟେ ଅନୁଭବ ଦେଲେ ଯେ ଯେଉଁଠି ବି ଅସୁବିଧାରେ ପଡ଼ିଲେ ବି କିଛି ନାହିଁ, କେହି ବି ତୁମ ପାଖରେ ଜଣେ ପହଞ୍ଚିବ ଆଉ ତୁମକୁ ସାହାଯ୍ୟ ଦେବ। କିନ୍ତୁ ଆମେ ସେଇ ସାହାଯ୍ୟ ପାଇବା ପାଇଁ ବା ସେଇ କୃପାକୁ ଲାଭ କରିବା ପାଇଁ ସେତିକି ବିଶ୍ୱାସ, ସେତିକି ଭରସା ଆମ ହୃଦୟରେ ରଖିବା ଦରକାର। ଆଉ ସେ ପୁଅ ଜଣକ ଯେତେବେଳେ ପହଞ୍ଚିଲେ ଟିକେ ସଙ୍କୋଚ ବି ଲାଗିଥିଲା, କ'ଣ ପାଇଁ ଇନୋଭା ଗାଡ଼ିଟା ଫେରିକି ଆସୁଛି, ଭଲ କି ମନ୍ଦ। କିନ୍ତୁ ଦେଖନ୍ତୁ ସେ ଆମକୁ କେମିତି ସାହାଯ୍ୟ କରିକି ଗଲେ। ଭୁବନ ପରେ ପରେ ଭୂଷଳ ଆଡ଼ିକି ଆମ ଗାଡ଼ି ବୁଲିଲା। ସିଆଡ଼େ ବୁଲିଗଲେ ଗାଡ଼ି ମନ ଆହୁରି ଉଚ୍ଚାଟ ହେଇଯାଏ ଯେ ଏବେ ଆସିଯିବ ଆମ ଆଶ୍ରମ। ଏଇ ଅଳ୍ପ ଖଣ୍ଡେ ଛୋଟିଆ ଜଙ୍ଗଲ ପାର ହେଇଗଲା, ଏଇଠି ଆମ ଆଶ୍ରମ ଆଲୁଅ ବି ଦେଖାଯାଉଥିଲା। ପିଲାମାନେ କେହି ଶୋଇନଥିଲେ, ସମସ୍ତେ ଏଇ ଯେଉଁ ଯାହା ବି ଢୋଳେଇଥାନ୍ତେ କି ଯାହା କରିଥାନ୍ତେ, ଏଇ ଯେଉଁ ଗାଡ଼ି ପଙ୍କଚର୍ ହେଲା ସମସ୍ତେ ଟିକେ ଭୟଭୀତ ହେଇଗଲେ। କାହିଁକିନା ସେ ରାତିରେ ସେଭଳିଆ ଅନ୍ଧାର, ଚାରିକଡ଼େ ଜଙ୍ଗଲ, ପିଲାମାନଙ୍କୁ ଏଭଳିଆ ପରିସ୍ଥିତି ନିଶ୍ଚୟ ଭୟ ଲାଗିବ। ସେଇଠି ଆମେ ଆସି ଆଶ୍ରମ ପାଖରେ ପହଞ୍ଚିଗଲୁ। ଆଉ ବଡ଼ ଭାଇ ଆମର ସବୁ ବ୍ୟବସ୍ଥା କରିକି, ସେ ଯେତେବେଳେ ଶୁଣିଲେ ଗାଡ଼ି ପଙ୍କଚର୍ ହେଇଯାଇଛି ବୋଲି ସବୁ ଖାଇବା ପିଇବା ଜିନିଷ ପୁରା ଗରମ କରିଦେଇଥିଲେ ଆଉ ଥରେ। ଏଇଥିପାଇଁ ସବୁବେଳେ କହେ ସେଇଟା ମୋର ବାପଘର। ମୋର ସିନା ଗୋଟିଏ ବାପଘରେ ମୋ ବାପା ମା ନାହାନ୍ତି, ମୋତେ ଏମିତି ଗୋଟେ ଜୀବନ ଦେଇଛନ୍ତି,
ମୁଁ କହନ୍ତିନି କାଶ୍ମୀରଠୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯୁଆଡ଼େ ଯାଉଛି ସବୁଠି ମୁଁ ମୋ ବାପଘର ଭଳିଆ ସ୍ନେହ ପାଉଛି, ଆତିଥ୍ୟ ପାଉଛି, ଆଉ ଆନନ୍ଦ ବି ପାଉଛି। ମୁଁ ତ ଆପଣଙ୍କୁ ଆସାମ କୋକିଳାମୁଖ ଆଶ୍ରମ କଥା ଦେଖେଇଛି, ଗୌହାଟୀ ଆଶ୍ରମ କଥା ଦେଖେଇଛି, ଜୋରହାଟ ଆଶ୍ରମ କଥା ଦେଖେଇଛି, କିନ୍ତୁ ମୁଁ ଆମର ଯେଉଁଟା ମୋର ମୂଳ ଆଶ୍ରମ ସେ ବିଷୟରେ ମୁଁ ବିଶେଷ କିଛି କେବେ କହିପାରିନି, କାହିଁକିନା ସେଥିପାଇଁ ମୁଁ ଭାଷା ପାଏନି, ମୋର ଭାଷାର ଅଭାବ ରହିଯାଏ। କ'ଣ କହିକି ଆପଣମାନଙ୍କୁ ବୁଝେଇବି। ଏଇଠି ଆମେ ଯାଇ ପହଞ୍ଚିକିରି ଖାଇଲୁ। ସବୁ ଖାଦ୍ୟ ଗରମା ଗରମ ହେଇକି ଥିଲା। ଭାତ, ଡାଲମା, ବନ୍ଧାକୋବି ତରକାରୀ, ଆଉ ଗୋଟେ କ'ଣ ଭଜା ବି ହେଇଥିଲା। ଆମ ଦିଙ୍କ ପାଇଁ ରୁଟି ବି ହେଇଥିଲା। କିଏ କହିବ ଏ ଶୀତ ରାତିରେ ଏତେ ରାତିରେ କିଏ ଏତେ ନବରଙ୍ଗ କରିବ। ଦେଖନ୍ତୁ ମଠ ଆଶ୍ରମ ହେଇକି ବି ସେଠିକାର ବ୍ୟବସ୍ଥା କେମିତି, ସେଠିକାର ଆତିଥ୍ୟ କେମିତି। ଆମେ ତ ଗୋଟିଏ ଘରେ ସମସ୍ତେ ପଶିଗଲୁ। ଛୁଆମାନେ ଭାରି ମଜା କଲେ। ଭାଇଙ୍କୁ ବି ଆମେ କହିଥିଲୁ ଆପଣ ଅଲଗା ଅଲଗା ଜାଗାରେ ବ୍ୟବସ୍ଥା କରିବେନି, ଗହଳି ବେଳ। ଆମେ ଗୋଟିଏ ଘରେ ବିଗ୍ ବସ୍ ଭଳିଆ ସମସ୍ତେ ରହିଥିଲୁ। ସବୁ ଶୋଇବା ସେଟ୍ସାଟ୍ କରିଦେଇକି ମୁଁ ପୁଣି ଥରେ ବାହାରକୁ ଯାଇ ଆଶ୍ରମ ଆଡ଼େ ଟିକେ ଆଖି ବୁଲେଇକି ଆସି ଶୋଇପଡ଼ିଲି। ସକାଳୁ ପୁଣି କ'ଣ କ'ଣ ହେଲା ମୁଁ ଆଉ ଗୋଟିଏ ଭିଡ଼ିଓ କରି ଆପଣମାନଙ୍କୁ ଖୁବ୍ ଶୀଘ୍ର ଜଣାଇବି।